ତ ଷଷ୍ଠ ଛନ୍ଦର ରାଗ ହେଉଛି ବରାଡ଼ି। ବାହୁଡ଼ା ବସନ୍ତ ବୃତ୍ତ। ଅନେକ ଏ ବିଷୟରେ ଅନେକ ଥର ପଢ଼ିଥିବେ। ଷଷ୍ଠ ଛନ୍ଦ ଖୁବ୍ ଲୋକପ୍ରିୟ ଛନ୍ଦ କବିଙ୍କର। ଆରେ ଭାବୁ ଶ୍ୟାମ ଘନ, ତୁ ଗଲେ ମଧୁଭୁବନ, କାହା ମୁଖ ଅନାଇ ବଞ୍ଚିବି। ଏଠାରେ ଯେଉଁ ବାବୁ ଶବ୍ଦ ସମ୍ବୋଧନ ଓଡ଼ିଆ ସାହିତ୍ୟରେ ତାହା ଆଦୌ ନୁହେଁ। ଅନେକ କ୍ଷେତ୍ରରେ ସ୍ନେହରେ ଛୋଟ ପିଲାଙ୍କୁ ବାବୁ ସହିତ ସମ୍ବୋଧନ କରାଯାଏ। ଆମେ ଶାରଳା ମହାଭାରତରେ ମଧ୍ୟ ଏକଥା ଦେଖିଛୁ। ଅନ୍ୟାନ୍ୟ ଆମର ପୁରାଣ ଗୀତି କବିତାମାନଙ୍କରେ ମଧ୍ୟ ଦେଖାଯାଇଛି। ଯଦିଓ ବର୍ତ୍ତମାନ ଆଧୁନିକ ସମାଜରେ ବାବୁ ସାହେବ ଅର୍ଥରେ ବ୍ୟବହୃତ, ଡାକ୍ତର ବାବୁ, ପୋଲିସ ବାବୁ, କିନ୍ତୁ ବର୍ତ୍ତମାନ ମଧ୍ୟ କିଛି ଘରେ ତାଙ୍କର ସନ୍ତାନମାନଙ୍କୁ ସନ୍ତତିମାନଙ୍କୁ ବାବୁ ବୋଲି ସମ୍ବୋଧନ କରାଯିବାର ଦେଖାଯାଇଥାଏ। ତ ଏଠାରେ ଆରେ ଭାବୁ ଶ୍ୟାମ ଘନ, ଯଶୋଦା କହୁଛନ୍ତି ଶ୍ରୀକୃଷ୍ଣଙ୍କୁ ଯେ ଯଦି ତୁ ମଧୁପୁର ଯିବୁ ତେବେ ମୁଁ କାହାକୁ ନେଇ ବଞ୍ଚିବି, କାହା ମୁହଁ ଅନାଇ ବଞ୍ଚିବି। ହେବ ଦଶ ଦିଗ ଶୂନ୍ୟ, ଅସ୍ଥିର ହେବ ଜୀବନ, ନିଶି ଦିବସରେ ଝୁରୁଥିବିରେ ଜୀବଧନ। ମୋର ଦଶ ଦିଗ ଶୂନ୍ୟ ହେବ, ମୋର ଜୀବନ ଅସ୍ଥିର ହୋଇଯିବ, ଦିନ ରାତି କେବଳ ତୋତେ ଝୁରୁଥିବି, ହେ ମୋର ଜୀବର ଧନ। ଜୀବନ ବିହୁନେ ଯେହ୍ନେ ଝସ, ରାଜା ବିନେ ଯେହ୍ନେ ଗ୍ରାମ ଦେଶରେ। ଯେମିତି ଜୀବନ ବା ଜଳ ବିନା ଝସ ବା ମାଛର ଯେଉଁ ଅବସ୍ଥା ହୁଏ, ଯେମିତି ସେ ଛଟପଟ ହୋଇ ମରେ। ଗୋଟିଏ ରାଜା ନଥିଲେ ତା'ର ରାଜ୍ୟର ଗାଁ ଦେଶର ଯେଉଁ ଅବସ୍ଥା ହୁଏ, ଯେଉଁ ଅରାଜକତା ଦେଖାଯାଏ, ସେହି ଅବସ୍ଥା ତୋ ବିନେ ମୋର ହେବ ବୋଲି ଏଠାରେ କହିଛନ୍ତି ଯଶୋଦା। କାହା ଅଙ୍ଗେ ଯଦୁ ସମ, ଲେପିବି କରି ସୁଷମ, ନିଦ୍ରାରେ କି ହେଉଥିବ ଘାରି, କାହାକୁ ଅଞ୍ଜନ ଦେବି, ବସ୍ତ୍ର ପାଡ଼ି ଶୁଆଇବି, ପିତାଙ୍କୁ ମାଗିବ କେହୁ ହରିରେ ଜୀବଧନ। ଏକଥା ସୁମରି ଯିବି ମରି, ନିଶ୍ଚେ ଯେବେ ଯିବୁ ମଧୁପୁରୀ। କାହାର ଅଙ୍ଗରେ ମୁଁ ଚନ୍ଦନ ଲେପିବି, କିଏ ନିଦ୍ରାରେ ଘାରି ହେଉଥିବ, କାହାକୁ ବସ୍ତ୍ର ପାଡ଼ି ମୁଁ ଶୁଆଇ ଦେବି, ଅଞ୍ଜନ ଦେବି, କଜ୍ୱଳ ଦେବି, ପିତାଙ୍କୁ କିଏ ଜିତ୍ କରି ହରି ଅର୍ଥାତ୍ ଜହ୍ନ ମାଗିବରି ଜୀବଧନ। ତୋର ସବୁ ବାଲ୍ୟ ଲୀଳାମାନ ଅଳି ଅଝଟକୁ ସୁମରଣା କରି ମୁଁ ନିଶ୍ଚିତ ଭାବରେ ମରିଯିବି, ଯେତେବେଳେ ତୁ ମୋତେ ଛାଡ଼ି ମଧୁପୁରୀକୁ ଯିବୁ ଅର୍ଥାତ୍ ମଥୁରାକୁ ଯିବୁ। ବାନ୍ଧିବି କାହାର କେଶ, କୁସୁମେ କରି ସୁବେଶ, କାହା ଲଲାଟରେ ଦେବି ଚିତା, କାହାର କର୍ଣ୍ଣେ କୁଣ୍ଡଳ ଖଞ୍ଜିବିରେ ମୋର ବାଳ, କାହା ପାଇଁ କରୁଥିବି ଚିନ୍ତାରେ ଜୀବଧନ। କାହା ଅଙ୍ଗୁ ଧୂଳି ଦେବି ପୋଛି, କାହାକୁ ବା ପିନ୍ଧାଇବି କାଛିରେ। ଦେଖ ପିଲାମାନେ, ଏଠାରେ କବି ଜଣେ ମା ତା'ର ପୁତ୍ରକୁ ଯେଉଁଭଳି ସ୍ନେହ କରି, ଜଣେ ତୁମେ ଯଶୋଦାକୁ ଭୁଲିଯାଅ, ଶ୍ରୀକୃଷ୍ଣ ଜଣେ ଦେବତା ଥିଲେ, ଭଗବାନ ଅବତାର ଥିଲେ, ତାକୁ ମଧ୍ୟ ଭୁଲିଯାଅ, କେବଳ ମାନବୀୟ ରୂପରେ ଚିନ୍ତା କର। ଜଣେ ମା ପାଇଁ ତା'ର ପୁତ୍ରର ମହତ୍ତ୍ୱ କେତେ, ପିଲାବେଳୁ ତାକୁ ଏତେ ଯତ୍ନରେ ସେ ପାଳନ କରିଥାନ୍ତି, ଯେତେବେଳେ ସେ ପିଲାଟି ତାଙ୍କଠାରୁ ଦୂରକୁ ଚାଲିଯାଉଛି, ନିଶ୍ଚିତ ଭାବରେ ମାତୃହୃଦୟ କାନ୍ଦି ଉଠିଛି। ଏହା ବାତ୍ସଲ୍ୟ ମମତାର ପରିଚାୟକ ଏବଂ ଯେଉଁଭଳି ଢଙ୍ଗରେ କବି ଭକ୍ତଚରଣ ଦାସ ଏହାକୁ ଉପସ୍ଥାପନ କରିଛନ୍ତି, ନିଶ୍ଚିତ ଭାବରେ ପ୍ରଶଂସାଯୋଗ୍ୟ। ସେ ଜଣେ ଶ୍ରେଷ୍ଠ କବି, ଏଥିରେ ସନ୍ଦେହ ହେଉନାହିଁ। କ'ଣ କହୁଛନ୍ତି ଯେ ବାନ୍ଧିବି କାହାର କେଶ, କାହାର ମୁଁ ଚୁଟି କରିଦେବି, ଯେମିତି ପିଲାଙ୍କୁ କରାଯାଏ। କୁସୁମେ କରି ସୁବେଶ, ସବୁଦିନ ସେ ମୟୂର ଚୂଳ ପିନ୍ଧୁଥିଲେ, ଫୁଲ ଖୁସି ହେଉଥିଲେ, ଅତି ସୁନ୍ଦର ଦେଖାଯାଉଥିଲେ ଶ୍ରୀକୃଷ୍ଣ। କାହା ଲଲାଟରେ ଦେବି ଚିତା, କାହାର କପାଳରେ ମୁଁ ଚିତା ଚୈତନ୍ୟ ଲଗେଇଦେବି, କାହାର କାନରେ କୁଣ୍ଡଳ ପିନ୍ଧାଇବି, କାହା ପାଇଁ ମୁଁ ଦିନରାତି ଚିନ୍ତା କରୁଥିବି, ଏଇଠିକି ଯାଇଛି ସେଇଠିକି ଯାଇଛି, ତା ବାଟ ଚାହିଁ ବସିଥିବି, କାହା ଅଙ୍ଗୁ ଧୂଳି ଦେବି ପୋଛି। ଗୋପଦାଣ୍ଡରେ ଯେତେବେଳେ ଖେଳି ଆସୁଥିଲେ, ସେତେବେଳେ ତାଙ୍କ ଦେହରେ ଧୂଳି ଲାଗୁଥିଲା, ତାକୁ ସେ ପୋଛି ଦେଉଥିଲେ। କାହାକୁ ବା ପିନ୍ଧାଇବି କାଛିରେ, କାଛି ଅର୍ଥାତ୍ ଛୋଟ ପିଲାମାନଙ୍କୁ, ଯେଉଁଟା ଏବେ ଆଧୁନିକ ଯୁଗରେ ଡାଇପର ହୋଇଯାଇଛି, ସେତେବେଳେ କାଛି ବୋଲି କୁହାଯାଉଥିଲା ଛୋଟ ପିଲାଙ୍କର ବସ୍ତ୍ର। ତ କାହାକୁ ମୁଁ କାଛି ପିନ୍ଧାଇ ବୋଲି କହିଛନ୍ତି। ଯେତେବେଳେ ବନେ ଯାଉ ସଙ୍ଗରେ ମୋ ପ୍ରାଣ ନେଉ, ନିମିଷେ ବିଚ୍ଛେଦ ନ ସହଇ, ଏବେ ଯିବୁ ମଥୁରାକୁ ମୋତେ ସମର୍ପି କାହାକୁ, ଚନ୍ଦ୍ରମୁଖ ନ ଦେଖିଲେ ମୁହଁରେ ଜୀବଧନ। ଜୀବନ ହାରିବି ଗଣ୍ଡ ଜଳେ, ତୁ ମୋତେ ଅନ୍ତର ହେଲେ ତେଳେରେ। ଯେତେବେଳେ ତୁ ବନକୁ ଯାଉ, ମୋର ପ୍ରାଣ ମଧ୍ୟ ତୋ ସାଙ୍ଗରେ ନେଇକି ଯାଉ, ତୋର ନିମିଷ ପାଇଁ, ମୁହୂର୍ତ୍ତକ ପାଇଁ ମଧ୍ୟ ବିଚ୍ଛେଦ ମୁଁ ସହିପାରିବି ନାହିଁ। ଏବେ ତୁ ମଥୁରାକୁ ଯିବୁ, ମୋତେ କାହା ହାତରେ ସମର୍ପଣ କରି ଯାଉଛୁ। ତୋର ଚନ୍ଦ୍ର ବଦନ ନ ଦେଖିଲେ ମୋର ଜୀବ
ମୋର ଜୀବନ ମୁଁ ଗଣ୍ଡ ଜଳରେ ହାରିବି। ପ୍ରଶ୍ନ ଆସିପାରେ, ଯଶୋଦା କେଉଁଠାରେ ନିଜର ଜୀବନ ହାରିବା କଥା କହିଛନ୍ତି ଷଷ୍ଠ ଚାନ୍ଦରେ? ଗଣ୍ଡ ଜଳରେ। ତୁ ଯଦି ମୋ ଠାରୁ ତିଳେ ମାତ୍ର ଅନ୍ତର ହେବ ଦୂରେଇ ଯିବୁ, ତାହେଲେ ମୁଁ ନିଶ୍ଚିତ ଭାବରେ ଆଉ ଦେହ ଧରି ରହିବି ନାହିଁ। ସରଲବଣୀ ଅଧାମ ପକ୍ୱରମ୍ଭା ସୁଧାସମ, ମୁଖେ ଦେଲେ ଥୁଥୁ କରି ଫିଙ୍ଗୁ। ଯେତେ ରୂପେ ନାଳିଆଇ ପରସଇ ବଳିଆଇ, କୋପେ ଉଠି ପାକଭାଣ୍ଡ ଭାଙ୍ଗୁରେ ଜୀବଧନ। ଏବେ ଦୂର ହୋଇବ ସେ କଥା, କି ନ କରେ ଦାରୁଣ ବିଧାତାରେ। ସର ଲବଣୀ ଅଧାମ ପକ୍ୱରମ୍ଭା ସୁଧାସମ, ଏସବୁ ଜିନିଷ ଯେତେବେଳେ ତୋତେ ଦିଆଯାଏ, ପକ୍ୱରମ୍ଭା ଅର୍ଥାତ୍ କଦଳୀ, ସର ଲବଣୀ ଅଧାମ ରାବିଡ଼ି, ଏସବୁ ଜିନିଷ ଯେତେବେଳେ ଦିଆଯାଏ ତୋତେ ରୁଚେ ନାହିଁ, ତୁ ତାକୁ ଫିଙ୍ଗି ଦେଉ। ଯେତେ ଆମେ ଜାଣିଥିବା ଆମର ପିଲାଦିନର କଥା ମନେ ପକାଅ, ଯେତେବେଳେ ଆମେ ଖାଉନଥିଲେ, ହେଇ ଦେଖ ସେଇଟା ଭୋଭୋ, ସେଇଟା ହାମା, ସେଇଟା ଜହ୍ନମାମୁଁ, ଏଇଭଳିଆ ଦେଖି ଦେଖି ସେଇଟା ଗାଡ଼ି, ଏଇଟା ଦେଖି 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 ମା' ଆମକୁ କେତେ ମନେଇ ବୁଝେଇ ଆମକୁ ଖୁଆଇ ଦେଉଥିଲେ। ଠିକ୍ ସେମିତି ଯଶୋଦା ମଧ୍ୟ ଶ୍ରୀକୃଷ୍ଣଙ୍କୁ କହୁଥିଲେ, କିନ୍ତୁ ଶ୍ରୀକୃଷ୍ଣ ବୁଝୁନଥିଲେ, ଓଲଟି ରାଗିଯାଇ ପାକଭାଣ୍ଡ ଭାଙ୍ଗି ଦେଉଥିଲେ। ଏବେ ସେସବୁ କଥାକୁ ନିଶ୍ଚିତ ଭାବରେ ଝୁରୁଛନ୍ତି ମା' ଯଶୋଦା ଏବଂ ବିଧାତାକୁ ଦାରୁଣ ବୋଲି କହିଛନ୍ତି, ନିଷ୍ଠୁର ବୋଲି କହିଛନ୍ତି। ଛାଇକି ଅନାଇ ଡରୁ, ଧାଇ ମୋତେ କୋଳ କରୁ, ବସନେ ଘୋଡ଼ାଉ ମୁହଁ ଗୋଟି, ହୋଇଥାଉ ତରର ଦେଖିଲି ଅନ୍ଧାର ଘର, ଉଚ୍ଚ ପାବଛ ନପାରୁ ଉଠିରେ ଜୀବଧନ। ମଧୁପୁରେ ହସ୍ତି ଘୋଡ଼ାମାନ, ଗର୍ଜିଲେ ନ ପୁଣୁ ଡରୁ ଶ୍ୟାମରେ। ତୁ ଛାଇକୁ ଡରିଯାଉ, ଦୌଡ଼ି ଆସୁ ମୋତେ କୋଳ କରୁ, ପଣତ କାନିରେ ଲୁଚି ଯାଉ, ଅନ୍ଧାର ଘର ଦେଖିଲେ ତୁ ଡରି ଥରିଯାଉ, ଉଚ୍ଚ ପାହାଚ ଥିଲେ ତୁ ଉଠି ମଧ୍ୟ ପାରୁନାହୁଁ, ଏବଂ ତୁ ମଥୁରାକୁ ଯିବୁ, ଏତେ ବଡ଼ ବଡ଼ ହାତୀ ଘୋଡ଼ା ଦେଖିଲେ ସେମାନେ ଯେତେବେଳେ ଗର୍ଜନ କରିବେ ଡରିବୁ ନାହିଁ। କାନ୍ତେ ଦେଖି ଚିତ୍ରମନ୍ତୀ ନାନା ଭୟଙ୍କର ମୂର୍ତ୍ତି, ଭୟେ ଯାଉ ସେ ଘରୁ ପଳାଇ। ଏବେ କଂସପୁର ଯିବୁ, ରାକ୍ଷସମାନ ଦେଖିବୁ, ଡରି କାହାକୁ ଧରିବୁ ଯାଇରେ ଜୀବଧନ। ମାଏ ବୋଲି ଡାକିବୁ କାହାକୁ, ସାହା ବାକେ ଆହା ବୋଲିବାକୁ। ଯେତେବେଳେ ତାକୁ କାନ୍ଥରେ ଅନେକ ଭୟଙ୍କର ମୂର୍ତ୍ତି ଚିତ୍ର ଦେଖିବୁ ରାକ୍ଷସମାନଙ୍କର, ଯେତେବେଳେ ତୁ କଂସପୁର ଯିବୁ ଅର୍ଥାତ୍ ମଥୁରାପୁର ଯିବୁ, ସେତେବେଳେ ତୁ ରାକ୍ଷସ ଦେଖିବୁ, ସେତେବେଳେ ତୁ ତ ଏବେ ଡରି ଯାଉଛୁ, ଘରୁ ପଳେଇ ଯାଉ, ଯେଉଁଠି ସେ ଚିତ୍ର ଦେଖୁ, ସେତେବେଳେ ତ ନିଜ ସମ୍ମୁଖରେ ଏତେ ସବୁ ଭୟଙ୍କର ରାକ୍ଷସ ଦେଖିବୁ, ସେତେବେଳେ ତୁ ଡରିକି କାହା ପାଖକୁ ଆସିବୁ? ମା' ବୋଲି ଯଦି ତୁ ଡାକିଦେଲେ ବି ତୋତେ କିଏ ଆହା ବୋଲିବାକୁ ନଥିବେ। ନିଶାକାଳେ ମୋର କୋଳେ, ଶୋଇଥାଉ ଶ୍ରମ ବଳେ, ସପନରେ ଦେଖି କିସ କିସ, ମା' ବୋଲି ଚମକି ପଡ଼ୁ, କଣ୍ଠେ ଦୁଇ ଭୁଜ ବିଡ଼ୁ, ପୁଣି ଶୋଉ ଘୋଡ଼ି ହୋଇ ହସରେ ଜୀବଧନ। ସେ କଥା ସୁମରି ମରିଯିବି, ଉଠ ବୋଲି କାହାକୁ ଡାକିବି ରେ। ଯେତେବେଳେ ରାତ୍ରି କାଳରେ ମୋର କୋଳରେ ତୁ ଶୋଇଯାଉ, ଯେହେତୁ ତୁ ଅନେକ ପରିଶ୍ରମ ଗାଈ ଜଗି ଆସିଥାଉ, ତେଣୁ ଥକିଯାଇ କ୍ଳାନ୍ତ ହୋଇ ତୁ ଶୋଇପଡ଼ୁ ଏବଂ ସ୍ୱପ୍ନରେ କିଛି ଭୟଙ୍କର ଦେଖି ହଠାତ୍ ତୁ ମା' ବୋଲି ଚମକି ପଡ଼ୁ ଏବଂ ଦୁଇ ବାହୁକୁ ମୋ କଣ୍ଠରେ ଭିଡ଼ି ଦେଉ ଏବଂ ପୁଣି ଘୋଡ଼ି ଘାଡ଼ି ହୋଇ ତୁ ଶୋଇଯାଉ, ତୋର ସେସବୁ କଥା ମୁଁ ସୁମରି ସୁମରି ମରିଯିବି ଏବଂ ଉଠ ବୋଲି ମୁଁ କାହାକୁ ଡାକିବି ହେ ଜୀବଧନ। ପ୍ରଭାତ କାଳେ କେ ମୋତେ ଡାକିବ କ୍ଷୁଧା ଆରତେ, କାହାକୁ ଭୁଞ୍ଜାଇ ଦେବି ସର, କେ ଧରି ମନ୍ଥନ ଦଣ୍ଡ, ଭାଙ୍ଗିବ ମୋ ଦଧିଭାଣ୍ଡ, କାହାକୁ ବାନ୍ଧିବି ଅର୍ଜୁନରେ ଜୀବଧନ। କାହା ନାମେ ଗାଉଥିବି ଗୀତ, କାହାକୁ ଡାକିବେ ଗୋପସୂତରେ। ଯେତେବେଳେ ତୋତେ କ୍ଷୁଧାରେ ତୁ ଆତୁର ହେବୁ, କାହାକୁ ମୁଁ ସର ଦେବି? କିଏ ମୋର ଦହି ହାଣ୍ଡିକୁ ଭାଙ୍ଗିଦେବ? ଶ୍ରୀକୃଷ୍ଣ ଲହୁଣୀ ଚୋରେଇ ଖାଉଥିଲେ, ଅନେକ ନଷ୍ଟ କରୁଥିଲେ, ଦହି ହାଣ୍ଡି ଭାଙ୍ଗି ମଧ୍ୟ ଦେଉଥିଲେ। ତେଣୁ ଶ୍ରୀକୃଷ୍ଣଙ୍କୁ ସେ ବାରମ୍ବାର ଶାସ୍ତି ଦେଉଥିଲେ, ଯଶୋଦା ତାଙ୍କୁ ବାନ୍ଧି ପକାଉଥିଲେ। ବର୍ତ୍ତମାନ ତୁ ନଥିଲେ ମୁଁ କାହାକୁ ବାନ୍ଧିବି, କାହାକୁ ନେଇ ଗୀତ ଗାଉଥିବି ଏବଂ କାହାକୁ ଗୋପ ବାଳକମାନେ ଆସି ଡାକିବେ ଖେଳିବା ପାଇଁ। କାହା ନାମେ ଗୋପନାରୀ କରିବେ ମୋତେ ଗୁହାରି, କାହା କରୁ ଛଡ଼ାଇବି ମାଟି। ଗୋପନାରୀମାନେ ଶ୍ରୀକୃଷ୍ଣଙ୍କର ଅଳି ଅଝଟର କମ୍ପ୍ଲେନ୍ ନେଇ ହେଲା, ସେଥିପାଇଁ କୁହାଯାଇଛି କାହା ନାମେ ଗୋପନାରୀ କରିବେ ମୋତେ ଗୁହାରି। ମୋତେ ଆସି ଗୁହାରି ଶୁଣାଉଥିଲେ, ତୋ ନାଁରେ ସବୁ କହି ଆସୁଥିଲେ, ଏବଂ ତୁ ନଥିଲେ କିଏ ଆସିବ କହିବ?
କାହା କରୁ ଛଡ଼ାଇବି ମାଟି, କାହା ହାତରୁ ମୁଁ ମାଟି ଛଡ଼ାଇବି। କାରଣ ସେ ଛୁଆବେଳେ ମାଟି ଖାଉଥିଲେ, ତୁମେ ମାନେ ଥିବ ମନେ ଥିବ, ସେ ନିଜେ ବିଶ୍ୱରୂପ ଦର୍ଶନ ଦେଇଥିଲେ ତାଙ୍କର ମୁଖ ଭିତରେ। ଯେହୁ ତୁଣ୍ଡ ଦେଖାଇବ ଖେଳେ କେହୁ ଭୋକାଇବ, ଅଧାମ କାହା ଅଧରେ ଦେବିଟିରେ ଜୀବଧନ, କାହାକୁ ବୋଲିବି ଝୁଲ ହାତୀ, କାହାକୁ ଡାକିବି କରପାତିରେ। କାହାକୁ ମୁଁ କହିବି ଝୁଲରେ ହାତୀ ଝୁଲ ବୋଲି, କାହାକୁ ଝୁଲେଇ ଦେବି, କାହାର ଅଧରି ଅଥାର ଓଷ୍ଠରେ ମୁଁ ଅଧାମ ରାବିଡ଼ି ଦେବି, କାହାକୁ ମୁଁ ହାତ ପାତି ଡାକିବି। ଆ ମୋ କୋଳକୁ ଆ ଥରେ କାହ୍ନୁ, ଗାଈକେ ଚରାଇ ନେବ ରାମ ସଙ୍ଗେ ବନ ଯିବ, ନାନା ରଙ୍ଗେ ଯେ ବାଇବ ବଂଶୀ, କରିବ କେ ବାଳ ମେଳି ମଧ୍ୟେ ନାଚୁଥିବ ଢଳି, କାହାକୁ ଚାହିଁବେ ବ୍ରଜବାସୀରେ ଜୀବଧନ, ଅସୁନ୍ଦର ଦିଶିବ ଭୁବନ ଆଉ କାହିଁ ଦେଖିବି ସେମାନରେ। ଗାଈକୁ କିଏ ଚରାଇ ନେବ? ଯିଏ ରାମ ଅର୍ଥାତ୍ ବଳରାମ। ଏଠାରେ ବଳରାମ ସଙ୍ଗେ ଯିଏ ବନକୁ ଯିବ, ଯିଏ ଅନେକ ପ୍ରକାରେ ବଂଶୀକୁ ବାଦନ କରିବ, କିଏ ବାଳକ ମେଳରେ ଢଳି ଢଳି ନାଚୁଥିବ, କାହାକୁ ବ୍ରଜବାସୀ ଚାହିଁ ରହିଥିବେ, ତୋ ବିନା ଏ ଭୁବନ ଅସୁନ୍ଦର ହେବ, ଆଉ ସେସବୁ ଦେଖିବାକୁ ମିଳିବ ନାହିଁ। କିଏ ଆଣିଦେବ ନନ୍ଦକୁ ଦାଣ୍ଡେ ଖୋଜିବି କାହାକୁ, କାହାକୁ ଦେଖିବ ଦୀପ ମୋଳେ, କେଉଁ ଭয়ে ପଳାଇବ ନନ୍ଦ ଆଗେ କହିବ, ଆଜି ମୋତେ ମାଏ ମାରୁଥିଲେ ରେ ଜୀବଧନ, ତହିଁ ପାଇଁ ଚଳି ହେବେ ତାତ, କ୍ରୋଧୀ ମୋତେ ଦଣ୍ଡିବେ ବହୁତରେ। କିଏ ଆଣିଦେବ ନନ୍ଦକୁ ଅର୍ଥାତ୍ ବରୁଣ ଥରେ ନନ୍ଦଙ୍କୁ ବାନ୍ଧିକି ନେଇଥିଲେ ଜଳ ମଧ୍ୟକୁ, ସେଠାରୁ ଉଦ୍ଧାର କରିଥିଲେ ଶ୍ରୀକୃଷ୍ଣ। ତେଣୁ କିଏ ଆଣିଦେବ ନନ୍ଦକୁ ଦାଣ୍ଡେ ଖୋଜିବି କାହାକୁ, କାହାକୁ ବାରମ୍ବାର ଶ୍ରୀକୃଷ୍ଣ ଦାଣ୍ଡରେ ଏପଟ ସେପଟ ପଳାଉଥିଲେ, ତାଙ୍କୁ ଖୋଜି ବାହାରୁଥିଲେ ମା ଯଶୋଦା, ଯେମିତି ସବୁ ମା କରନ୍ତି। କେଉଁ ଭয়ে ପଳାଇବ ନନ୍ଦଙ୍କ ଆଗେ କହିବ, କିଏ ଯଦି ତାକୁ ମୁଁ କେତେବେଳେ ପିଟେ, ସେତେବେଳେ ତୁ ଯାଇକି ନନ୍ଦଙ୍କ ଆଗରେ କହୁ ଯେ ମୋତେ ଆଜି ମା ପିଟୁଥିଲେ, ଏବଂ ପରବର୍ତ୍ତୀ ସମୟରେ ତୋ ବାପା ତାତ ଅର୍ଥାତ୍ ତୋ ବାପା ଆସି ମୋତେ ଦଣ୍ଡ ଦେଉଥିଲେ, ମୋ ପିଲାକୁ କାହିଁକି ପିଟିଲୁ, ସେସବୁ ବର୍ତ୍ତମାନ ମୁଁ ଝୁରି ହେବି। ଏତେ ବୋଲି ନନ୍ଦରାଣୀ ନୟନ ବହଇ ପାଣି, ଚୁମ୍ବ ଦେଇ ଶ୍ୟାମ ଗଣ୍ଡସ୍ଥଳେ। ଏତିକି କହି ନନ୍ଦରାଣୀ ତାଙ୍କ ଆଖିରୁ ଲୁହ ଝରି ଆସୁଛି, ଚୁମ୍ବନ ଦେଇଛନ୍ତି ଶ୍ୟାମଙ୍କୁ, ଶ୍ରୀକୃଷ୍ଣଙ୍କୁ। ନୀଳାମ୍ବର ମୁଖ ଚାହିଁ ବୋଲନ୍ତି, ମୋ ବାପ ଭାଇ କାଲି ଯିବ ମଥୁରା ମଣ୍ଡଳରେ ବଳରାମ। ତାପରେ ସେ ଚାହିଁଛନ୍ତି ବଳରାମ ଆଡ଼କୁ, ଏବଂ ବଳରାମଙ୍କ ହାତରେ ଶ୍ରୀକୃଷ୍ଣଙ୍କର ହାତ ଦେଇ ସେ କହୁଛନ୍ତି, ବଳରାମ ତୁ ବଳିଆନ, ତୁ ବୟସରେ ବଡ଼, ତୋତେ ଶ୍ରୀକୃଷ୍ଣ ଲାଗିଲା। ଇଏ ସେତେ ଜାଣେନି, ଏ ଛନ୍ଦ କପଟ ଜାଣେନି। ଯଦିଓ ଶ୍ରୀକୃଷ୍ଣ ସବୁଠାରୁ ବଡ଼ କପଟିଆ, କିନ୍ତୁ ମା ପାଇଁ ତା ଛୁଆ ସବୁବେଳେ ନିର୍ବୁଦ୍ଧିଆ ହୋଇ ରହିଥାଏ, ଛୋଟ ହୋଇ ରହିଥାଏ, କେବେ ବଡ଼ ହୋଇପାରେ ନାହିଁ। ସେଇ କଥାଟା ଦେଖିବାକୁ ମିଳୁଛି। କାଲି ଯିବ ମଥୁରା ମଣ୍ଡଳରେ ବଳରାମ, ସଙ୍ଗେ ସଙ୍ଗେ ଘେନିଥିବୁ ହରି, ଡରିବଟି ଦେଖି କଂସପୁରୀ। ସେ ଡରିଯିବ, ତୁ ତାକୁ ଛାଡ଼ିକି ଯିବନି। ଏ ବଳରାମ ତୋତେ ମୋ କାହ୍ନୁ ଲାଗିଲା। ତୁ ଯେ ବଳେ ବଳିଆର ନିର୍ବଳ ମୋର କୁମର, ନ ଜାଣଇ ଚତୁରାଇ ପଣ, ନପୁଣ ହୋଇବ ବଣା, ଜାଣି ନ ପାରିବି ଠଣା। ଏଣୁ କରି କହୁଅଛି ଶୁଣରେ ବଳରାମ, ଯହିଁ ଗଲେ ନ ଛାଡ଼ିବୁ କ୍ଷଣେ, ଭିଡ଼ି ନ ପଶିବ ବଡ଼ ପଣେରେ। ତୁ ଯେ ସବୁ ବଳରୁ ବଳିଆନ, ମୋର କୁମର, ମୋର ପୁତ୍ର ଦୁର୍ବଳ, ସେ ଚତୁରପଣ ଜାଣେ ନାହିଁ, ବଣା ହୋଇଯିବ। ତେଣୁ କହୁଛି ବଳରାମ, ତୁ ଯୋଆଡ଼େ ଯିବୁ ତା ସାଙ୍ଗରେ ଥିବୁ, ତାକୁ ସାଙ୍ଗରେ ନେଇଯିବୁ, କୌଣସି ଭିଡ଼ରେ ପଶିବନି। ସେ ନୋହେଟି ଗୋପପୁର, ଗୋପୀମାନଙ୍କର ଘର, କାହିଁ ନ କରିବି ହୁରି ଜୁରି। ସେଇଟା ଗୋପପୁର ନୁହେଁ, ଗୋପୀମାନଙ୍କର ଘର ନୁହେଁ ଯେ ତୁ ଯେଉଁଠିକି ପାରିବୁ ସେଇଠିକି ଚାଲିଯିବୁ, କେହି କିଛି କହିବେନି। ଦାରୁଣ ନୃପତି କଂସ ଶୁଣିଲେ କରିବ ରୋଷ, ଶୁଭେ ଯାଇ ଆସ ରାମ ହରିରେ ବଳରାମ, ଆସିବାକୁ ପଥ ଚାହିଁଥିବି, ଉଛୁର ହୋଇଲେ ଧାଇଁ ଯିବିରେ। ନୃପତି କଂସ ବଡ଼ ଦାରୁଣ ଅସୁର, ସେ ଯଦି ଜାଣିବ ଏପଟେ ସେପଟେ ତୁମେ ଏମିତି କରୁଛ, ସେ ରୋଷ କରିବ, ରାଗ ହେବ। ତୁମେ ଶୁଭରେ ଶୁଭରେ ଯାଅ, ରାମ ଏବଂ ହରି ଅର୍ଥାତ କୃଷ୍ଣ ବଳରାମ, ଏବଂ ଶୁଭରେ ଶୁଭରେ ଚାଲି ଆସ। ତୁମର ଆସିବା ବାଟକୁ ମୁଁ ଚାହିଁଥିବି, ଯଦି ବିଳମ୍ବ ହେବ ତାହେଲେ ମୁଁ ବି ଧାଇଁ ଯିବି ମଥୁରାପୁରକୁ। ଏ ବାଣୀ ଶୁଣି ରୋହିଣୀ କାନ୍ଦିଣ ଲୋଟେ ଧରଣୀ, ରାମ ରାମ ବୋଲି ବାହୁ ନଈ। ରୋହିଣୀ କିଏ? ବଳରାମଙ୍କର ମା। ସେ ମଧ୍ୟ କାନ୍ଦି ପକାଇଲେ, ହେ ବଳରାମ, କୋଳେ ଧରି ନିଜ ସୁତ, ବୋଲଇ ହୋଇ ଆରତ, ଚନ୍ଦ୍ରମୁଖ ଗୋଟି ଲୁଚି ଯାଇରେ ବଳରାମ, ମନ୍ଦ କଂସ ଦ୍ୱନ୍ଦ୍ୱ ଭି ଆଇଲା, ଆମ୍ଭଙ୍କୁ ଏ ଦଶା ଦିଆଇଲା। ସେ ମଧ୍ୟ ନିଜ ପୁଅକୁ ଜାବୁଡ଼ି ଧରିଛନ୍ତି ଏବଂ କହୁଛନ୍ତି, ଏ କଂସର ମନ୍ଦ ବିଚାର ଆମ ପାଇଁ କ'ଣ ହେଲା, ବୈରୀ ହେଲା, ଆମକୁ ଏ ଦଶା ଦେଲା।
ଶୁଣି ଅକ୍ରୂର ପ୍ରଜ୍ୱଳି ନନ୍ଦକୁ ଦେଉଛି ଗାଳି ସାଜ ସାଜ ପାହିଲା ରାଜନୀ ସାଜିଲେଣି ବୋଲେ ନନ୍ଦ କେବଳ ରାମ ଗୋବିନ୍ଦ ସଜ ହେଉଛନ୍ତି ମନ୍ତ୍ରୀ ମଣିଷେ କଂସଦୂତ ଶୁଣି ବୋଲେ ସାଜ ବେଗ କରି ଉଛୁରେ କପିବେ ଦଣ୍ଡଧାରୀ ହେ। ଅକ୍ରୂର ଏକଥା ଶୁଣି ନନ୍ଦକୁ ଗାଳି ଦେଉଛି ଏବଂ କହୁଛି ଆଉ ବିଳମ୍ବ କରନି, ବିଳମ୍ବ ହେଲେ ଦଣ୍ଡଧାରୀ ଅର୍ଥାତ୍ ରାଜା କଂସ ରାଗିଯିବେ। ରଜନୀ ପାହିଲାଣି, ଶୀଘ୍ର ଶୀଘ୍ର ତୁମେ ବାହାର କର ରାମ ଗୋବିନ୍ଦଙ୍କୁ ଅର୍ଥାତ୍ ଶ୍ରୀକୃଷ୍ଣଙ୍କୁ ଏବଂ ବଳରାମଙ୍କୁ। ନନ୍ଦ କହୁଛନ୍ତି ସମସ୍ତେ ସବୁ କିଛି ସଜାସଜି ସରିଲାଣି, କେବଳ ସେମାନଙ୍କୁ ଆସିବାକୁ ଟିକେ ବିଳମ୍ବ ହେଉଛି। ସାଜିଲେ ଗୋପାଳ କୁଳ ପଡ଼ିଲା ଗୋପେ ଚହଳ ନଗ୍ର ନର ନାରୀ ଧାଇଁଛନ୍ତି ଉଠିଲେ ନନ୍ଦ ନନ୍ଦନ ବସିଲେ ଅକ୍ରୂର ଯାନ ଗୋପ ନାରୀ ଓ ଗାଳି ଅଛନ୍ତି ଯେ ଶ୍ୟାମ ବନ୍ଧୁ ହୋଇଛନ୍ତି ବିଚିତ୍ର କାଛିଣୀ କୋଟିଏ କାମକୁ ପାରି ଜିଣିଷେ। ଗୋପାଳ କୂଳ ଅର୍ଥାତ୍ ଗୋପ ବାଳକମାନେ ପୁରା ଗୋପରେ ଚହଳ ପଡ଼ିଛି। କାହିଁକି ନା କୃଷ୍ଣ ବଳରାମ ଗୋପପୁର ଛାଡ଼ି ଯାଉଛନ୍ତି ମଥୁରାକୁ ଧନୁଯାତ୍ରା ଦେଖିବା ପାଇଁ। ନଗ୍ର ନରନାରୀ ସମସ୍ତେ ଧାଇଁଛନ୍ତି ଦେଖିବା ପାଇଁ ତାଙ୍କର ବେଶ। ଉଠିଲେ ନନ୍ଦ ନନ୍ଦନ ବସିଲେ ଅକ୍ରୂର ଯାନ ଅକ୍ରୂର ରଥରେ ଦୁହେଁ ବସିଛନ୍ତି ଏବଂ ବାଟ ଓଗାଳିଛନ୍ତି କିଏ? ଗୋପ ନାରୀମାନେ। ସେମାନଙ୍କୁ ଏତେ ସହଜରେ ଯିବାକୁ ଦେଇନାହାନ୍ତି, ଅକ୍ରୂରଙ୍କ ପଥ ଓଗାଳିଛନ୍ତି। ପୂର୍ବ ଛାନ୍ଦରେ ନିଶ୍ଚିତ ଭାବରେ ଲେଖା ଥିଲା, ପଢ଼ିଥିବ ଯେତେବେଳେ ଯଦି ଦେଖିନ ଭିଡ଼ିଓ ଦେଖିଦେବ, ସେଠାରେ ଲେଖା ହେଇଛି ଯେ ରଥ ଭାଙ୍ଗିବା ପର୍ଯ୍ୟନ୍ତ ମଧ୍ୟ କଥା ଯାଇଥିଲା ରାଗରେ। ସେମାନେ ଆଦୌ ଚାହୁଁନାହାନ୍ତି ଯେ କୃଷ୍ଣ ବଳରାମ ଯାଆନ୍ତୁ ମଥୁରାକୁ, କାରଣ ରାକ୍ଷସମାନଙ୍କର ପୁରୀ ସେ। ପୁଣି କ'ଣ ଲେଖୁଛନ୍ତି ଭକ୍ତ ଦାସ? ହୋଇଛନ୍ତି ବିଚିତ୍ର କାଛିଣୀ ଗୋଟିଏ କାମକୁ ପାରି ଜିଣିଷେ। କାଛିଣୀ, କାଛିଣୀ ହେଉଛି ବସ୍ତ୍ରକୁ ପିନ୍ଧିବାର ଗୋଟିଏ ଶୈଳୀ ଯାହା ଅନ୍ୟମାନଙ୍କୁ ଆକର୍ଷିତ କରେ, ଗୋଟେ ଢଙ୍ଗ, ପିନ୍ଧିବାର ଗୋଟେ ଢଙ୍ଗ ହେଲା। ତ ଏମିତି ଭାବରେ ସାଜସଜ୍ଜା କରାଯାଇଛି, ତାଙ୍କୁ ଏଭଳି ବସ୍ତ୍ର ପିନ୍ଧାଯାଇଛି ବିଚିତ୍ର ଅଦ୍ଭୁତ ଯିଏ ଗୋଟିଏ କାମକୁ ଜିଣିବାରେ ସକ୍ଷମ। ପ୍ରଶ୍ନ ଆସିପାରେ ଏବଂ ଏହା ପ୍ରଥମ ନୁହେଁ, ଏହା ଆମେ ଦୀନକୃଷ୍ଣ ଦାସଙ୍କ ରସକଳରେ ଦେଖିବାକୁ ପାଇବା, ଓଡ଼ିଆ ଭାଗବତରେ ମଧ୍ୟ ଦେଖିବାକୁ ପାଇବା। ଉଦାହରଣ ସ୍ୱରୂପ ଜଗନ୍ନାଥ ଦାସ ଲେଖିଥିଲେ ନାନା କାଛିଣୀ ସେ ରିଆଇ ନୃତ୍ୟକାରକୁ ସେ ନଚାଇ। ନାନା କାଛିଣୀ ସେ ରିଆଇ ନୃତ୍ୟକାରକୁ ସେ ନଚାଇ ଲେଖିଥିଲେ। ତ କାଛିଣୀ ଶବ୍ଦର ପୂର୍ବରୁ ମଧ୍ୟ ପ୍ରୟୋଗ ରହିଛି। ରାମ ସଜ ଅତି ଶୋଭା ଦେଖି ମନ ନେତ୍ରଲୋଭ ଗୋପ ପଏ ଏହି ମତି ସଜ ବେନି ମତ ସିଂହ ସଙ୍ଗେ ମତ ଗଜ କିବା ରଙ୍ଗେ ତେନେ ଶୋଭା ବରଜ ତନୁଜ ସେ ଗୋପୀମାନେ ଚଉପାଶେ ସିଂହର ଘରଣୀ ଦେଖି ଶୋଭା ପାଉଛି ଧରଣୀ ସେ ଗହଳ ଗୋକୁଳ ଦାଣ୍ଡ ଆନନ୍ଦ ହୋଇ ବ୍ରହ୍ମାଣ୍ଡ ବିଚାର ହୋଇ ଯିବ ଏବେ ଭାରା ମଥୁରାକୁ ଯିବେ ହରି ମାରିବେ କଂସକୁ ଧରି ଏତ ବୋଲି ଆନନ୍ଦିତ ଧରା ସେ ବସୁମତୀ ଯହୁଁ ରଥେ ବିଜେ ଗୋପୀନାଥ ଭକ୍ତ ଦାସ ହୋଇଲା ଅନାଥ ସେ। ଦେଖ ଏଇ ପଦରେ ସମସ୍ତେ ସବୁଆଡ଼େ ତ ଶୋଭା ପାଇଲା ଏମାନଙ୍କ ରଥରେ ଉଠିବା ଦେଖି, ହେଲା। ଏମିତି ଲାଗୁଛି ଯେମିତି କୌଣସି ମତ ପାଗଳ ଗଜ ଅର୍ଥାତ୍ ହାତୀ ଯେମିତି ଝୁଲି ଝୁଲି ଚାଲେ ସେଇଭଳିଆ ଲାଗୁଛି ଦୃଶ୍ୟ। କିନ୍ତୁ ଗୋକୁଳ ଦାଣ୍ଡ, ଗୋପଦାଣ୍ଡ, ବ୍ରହ୍ମାଣ୍ଡ ସମସ୍ତେ ଆନନ୍ଦିତ। କାହିଁକି ନା ଜଗତରେ ପାପର ଭାରାକୁ ବିନାଶ କରିବା ପାଇଁ ଅବତାର ନେଇଥିଲେ ଶ୍ରୀହରି, ଶ୍ରୀକୃଷ୍ଣ ଏବଂ ବଳରାମ ଏବଂ ସେହି କାର୍ଯ୍ୟ ପାଇଁ ଏବେ ସେ ଯାଉଛନ୍ତି, ସେହି କାର୍ଯ୍ୟକୁ ଚରିତାର୍ଥ କରିବା ପାଇଁ ସେ ଯାଉଛନ୍ତି। ତେଣୁ ସମସ୍ତେ ଆନନ୍ଦିତ। କିନ୍ତୁ କଂସକୁ ତ ସେ ମାରିଦେବେ, ବସୁମତୀ ତ ସେଥିପାଇଁ ତା'ର ଭାର ନାଶ ହେବ, ତା'ର ଭାର ହାଲକା ହେଇଯିବ, ପାପର ଭାରା ପୁଣ୍ୟ ବଢ଼ିବ। ତେଣୁ ତ ଖୁସି ସମସ୍ତେ। କିନ୍ତୁ ଯେମିତି ଗୋପୀନାଥ ଉପରେ ବସିଛନ୍ତି ଶ୍ରୀକୃଷ୍ଣ, ଲୀଳାମୟ ଶ୍ରୀକୃଷ୍ଣ ରଥରେ ବସିଛନ୍ତି, ଭକ୍ତ ଦାସ କ'ଣ କହିଛନ୍ତି? ଭକ୍ତ ଦାସ କହିଛନ୍ତି ସେ ଅନାଥ ହୋଇଗଲେ, ଅର୍ଥାତ୍ ଗୋପପୁରବାସୀଙ୍କ ଆଡ଼ୁ ସେ କହିଛନ୍ତି। ସମସ୍ତେ ତ ଖୁସି, କିନ୍ତୁ ଗୋପପୁରବାସୀ ଖୁସି ନୁହନ୍ତି। କାହିଁକି ନା ତାଙ୍କୁ ଯିଏ ସବୁ ବିପଦରୁ ରକ୍ଷା କରୁଥିଲା, ତାଙ୍କର ଯିଏ ମନୋରଞ୍ଜନର ମାଧ୍ୟମ ଥିଲା, ଯାହାକୁ ଆଶ୍ରା କରି ସମଗ୍ର ଗୋକୁଳବାସୀ ବଞ୍ଚିଥିଲେ, ସେ ବର୍ତ୍ତମାନ ତାଙ୍କଠାରୁ ଦୂର ହେଉଛି। ଏଇଭଳି କଥା କହି ଜାଣିକି ସେ ନିଜକୁ ଗୋପପୁରବାସୀ କହିଛନ୍ତି। ଶ୍ରୀକୃଷ୍ଣଙ୍କ ଆଶ୍ରାରେ ସେ ମଧ୍ୟ ରହିଛନ୍ତି, କିଏ? ଭକ୍ତଚରଣ ଦାସ। ଏବଂ ସେଥିପାଇଁ ସେ ଲେଖିଲେ ଭକ୍ତ ଦାସ ହୋଇଲା ଅନାଥ ସେ। ଠିକ୍ ଅଛି, ତ ଏଇଟା ଥିଲା ତୁମର ଷଷ୍ଠ ଛାନ୍ଦ। ପରବର୍ତ୍ତୀ ଛାନ୍ଦକୁ ଆମେ ଆଲୋଚନା କରିବା ପରବର୍ତ୍ତୀ କ୍ଲାସ୍ରେ। କେମିତି ଲାଗିଲା ନିଶ୍ଚିତ ଭାବରେ ଲେଖି ଜଣାଇବ। ଧନ୍ୟବାଦ।